କଣ କହିବୁ ଧଡ଼ିଆ ବାବୁ ଯେତେବେଳେ କମିଟିର ଯାତ୍ରା ସିଂହ ବାହିନୀ ଆଖଡ଼ା ପୂଜା ଆଉ ପ୍ରଥମ ନାଟକ ହବ କଣ ଭୋଳାଶଙ୍କର। ଭୋଳାଶଙ୍କର ସର୍ବପ୍ରଥମେ ଜୟ ଜଗନ୍ନାଥ, ଜୟ ମା ଶାରଳା, ଜୟ ମା ତାରିଣୀ, ଜୟ ମା ସିଂହାବାହିନୀ। ପାଡ଼ି ଆଣ୍ଡ ପାଡ଼ି ପ୍ରଯୋଜିତ ଯାତ୍ରାରାଣୀ ସିଂହବାହିନୀ ପ୍ରଥମ ନାଟକ ଭୋଳାଶଙ୍କର। ଆଜ୍ଞା କଥାରେ ଅଛି ଏ ଭୋଳାଶଙ୍କର କୁଆଡ଼େ ଗଲୁ ଦେଖୁଛୁ ମୋର ସର୍ବ ଅଭିଜ୍ଞକୁ ମୋଟା ଯନ୍ତ୍ର ମତେ ତୁ ରକ୍ଷା କର। ଆଜ୍ଞା ଅପେକ୍ଷା କରନ୍ତୁ, ନିଶ୍ଚୟ ଯାତ୍ରାରାଣୀ ସିଂହବାହିନୀରେ କମେଡି କିଲର ଧଡ଼ଧଡ଼ ଧଡ଼ିଆ ଆପଣମାନଙ୍କୁ ଏଥର ରଙ୍ଗାରଙ୍ଗର ନିଶ୍ଚୟ ସ୍ୱାଦ ଜଣାଇବ। ଗୋଟେ କଥା ଅଛି କମେଡି କମେଡି ରସ ହଉଛି ଯାତ୍ରାର ଗୋଟେ ନିଶ୍ଚୟ ଆଜ୍ଞା ଯୋଉ ଭଳିଆ ଦିନରେ କମେଡି ବର୍ତ୍ତମାନ ଆଶା ରଖୁଛି। ନିଶ୍ଚୟ ମୁଁ ଆଶା ରଖିଛି। ଆଉ ମୋର ବି ପାଡ଼ି ଆଣ୍ଡ ପାଡ଼ି ପ୍ରଯୋଜିତ ଆମର ଯୋଉ ସନ୍ଦୀପ ବାବୁ ଯୋଉ ଅଛନ୍ତି, ଦିବାବୁଙ୍କର ଆଶୀର୍ବାଦ ମୋ ଉପରେ ସ୍ନେହ ଭଲ ପାଇବା ଅଛି। ନିଶ୍ଚୟ ଯାତ୍ରାରାଣୀ ସିଂହବାହିନୀ ନ୍ୟୁ ଷ୍ଟାଇଲରେ 25-26 ଉପଲକ୍ଷେ ଆପଣମାନଙ୍କୁ କମେଡି କିଲର ଧଡ଼ଧଡ଼ ଧଡ଼ିଆ ନିଶ୍ଚୟ ନୂଆ କମେଡି ଦେଖେଇବ। ନିଶ୍ଚୟ ନିଶ୍ଚୟ ଆଜ୍ଞା ଦେଖନ୍ତୁ, ନିଶ୍ଚୟ ନୂଆ ଛୁଙ୍କ ଦିଆଯିବ ମାନେ ମୁଁ ଗ୍ୟାରେଣ୍ଟି ଦେଇଛି ଆଜ୍ଞା। ସରୁଆ ମଣିଷକୁ ମୋଟା ଯନ୍ତ୍ର, ଆଜ୍ଞା ଯନ୍ତ୍ରକୁ ଅପେକ୍ଷା କରନ୍ତୁ, ଯନ୍ତ୍ରଟା କଣ ଦେଖନ୍ତୁ। ନାଇଁ କାହାକୁ ତ ଭାବିବାଟା ଠିକ ନୁହେଁ, ସ୍ୱାଭାବିକ କଥା। ବାପର ଯେତେ ପୁଅ ସେତେ ଘର, ପୁତ୍ର ଯେତେ କନ୍ୟା ସେତେ ବର, କାହାକୁ କାହିଁରେ କରିବା ଡର। ନିଶ୍ଚୟ ଆଜି ଯଦି ବାପର 5 ପୁଅ କି 4 ପୁଅ ଅଛନ୍ତି, ସବୁ ପୁଅ ତ ବାପକୁ ପୋଷିବେନି, ନିହାତି ଜଣେ ପୁଅ ପୋଷିବ ନା। 4 ପୁଅ କଣ ପୋଷିବେ ବାପକୁ? ଚାରିଆଡେ ପୋଷିଲେ କୋଉ ବାଟେ ଖାଇବ? ପାଟି ବାଟେ ଖାଇବ ନା ନାକ ବାଟେ ଖାଇବ ନା ଆଖି ବାଟେ ଖାଇବ? ଦର୍ଶକ ଦେବତା ମାନଙ୍କୁ ମୋର ବିଶେଷ ଅନୁରୋଧ, ଟିକେ ଧୈର୍ଯ୍ୟ ଧର। ସିଂହବାହିନୀର ଧଡ଼ିଆକୁ ଦେଖିବେ ନୂଆ ରୂପର। ନିଶ୍ଚୟ ଦେଖେଇବି କମେଡି ସହିତ ନିଶ୍ଚୟ ଆଜ୍ଞା ଦେଖାଯିବ। ଦେଖା ତ ଚାଲିଛି, ତଥାପି ଯାହା ହେଲେ କମେଡିକର ଗୋଟେ ବର୍ଷ କିଛି ନୂଆ ନୂତନ ଆବିଷ୍କାର ଭିତରେ ଦେଖାଯିବ। ତଥାପି ଯାହା ହେଲେ ବି କିଛି ଗୋଟେ ନ ଶିଖିଥିବା ପର୍ଯ୍ୟନ୍ତ ଆମେ କିଛି ଗୋଟେ ଟପିକ ଦେଖେଇ ପାରିବୁନି। ତଥାପି ନୂଆ ଟପିକରେ ଏଥର କମେଡି ଗୋଟେ କରିବା ପାଇଁ ଚେଷ୍ଟା କରିଛି। ଦେଖିବା ଗୁରୁମାନେ ଆସୁଛନ୍ତି ଆମର, ତାଙ୍କ କଲମ ମୁଣ୍ଡରୁ କଣ ବାହାରୁଛି କଣ ନାହିଁ। ତଥାପି ଏ କମେଡି କିଲର ଧଡ଼ଧଡ଼ ଧଡ଼ିଆ ତରଫରୁ ଦର୍ଶକ ଦେବତା ମାନଙ୍କୁ ପଦିଏ କଥା ମୁଁ ଜଣେଇ ଦଉଛି। କହିଲା ଜନ୍ମ କଲା ମା ଦେଖ ଭିକ ମାଗୁଛି, ଧନ୍ୟ ସେ ପାଠୁଆ ପୁଅ ସେ ତାକୁ ଧର୍ମ ସହିଛି। ଯୁଗ ହେଲାରେ ବାବୁ ନାହିଁ ବୁଦ୍ଧି ବିବେକ, ଯୁବତୀ ବାଉଳା ପ୍ରେମରେ ବୁଢା ହଡ଼ା ଯୁବକ। କଳି ଯୁଗ ଶେଷ ସମୟ ଏକ ଧର୍ମ ସହିବ, ପୋକ ମାଛି ପରି ମରିବ ଯିଏ ପାପ କରିବ। ଅଭିଧାନ କାହିଁ ସାଜୁଛ ତୁମେ ଚକା ନୟନ, ଦୂଷିତ ହେଲାଣି ଏବେଠୁ ଜାଣ ମଣିଷ ଜନ୍ମ। ଏ ଜଗତର ନାଥ ଜଗନ୍ନାଥ। এই ଭିଡିଓ ତ ମୁଁ ରଫିକ କରେ, ତଥାପି ମୁଁ ଚିନ୍ତା କରେ ଯେ କମେଡି ମିନିଂ କଣ? ଦର୍ଶକ ଜାଣନ୍ତି କମେଡି, ତେଣୁକରି କମେଡିର ଆମେ କଣ ଖାଲି ଅନ୍ୟ କଥାବାର୍ତ୍ତା କଲେ, କାହାକୁ କୁଣ୍ଡେଇ ପକେଇଲେ କି କାହା ଗାଲରେ କିସ୍ କଲେ କଣ ଆଜ୍ଞା ଏଇଟା କମେଡି କହିବି? କିନ୍ତୁ କମେଡି କରିବାର ମଜା ଅଛି ଯୋଉ ଜିନିଷଟା ରସଟା ଦିଅ ଦର୍ଶକ ଜାଣନ୍ତୁ। କାନ୍ଦିଲେ ବି କମେଡି, ହସିଲେ ବି କମେଡି, ଆଜ୍ଞା ବସିଲେ ବି କମେଡି। ନିଶ୍ଚୟ ବାଜିବାତ କରିବ ବୋଲି ଆଶା ଓ ଭରସା। ତଥାପି ସର୍ବପ୍ରଥମେ ଦର୍ଶକ ଦେବତା ଯଦି ଗ୍ରହଣ କରିବେ, ନିଶ୍ଚୟ ଆମେ ଆଗକୁ ଯିବୁ ବୋଲି ଆମର ଆଶା। କଣ ଆଉ ସେଥିପାଇଁ କହିବା ପାଇଁ ଯିବି? ମାମୁଁ କଥା ମାମୁଁ ବୁଝିବେ, ମୋ କଥା ମୁଁ ବୁଝିବି। ଯାହାହେଲେ କଳାକାର ଯେଝା ସାଙ୍ଗରେ ଯେଝା ଭାଇ। ନିଶ୍ଚୟ ମାମୁଁକୁ ଦିଆହେଇଛି, ସମସ୍ତଙ୍କୁ ଦିଆହେଇଛି। କଳାକାର ସର୍ବ ଯେତେବେଳେ ଅଛନ୍ତି, ମାମୁଁଙ୍କ ବୟସର କଳାକାର ବି ଅଛନ୍ତି। ମାମୁଁକୁ ଯେତିକି ସମ୍ମାନ ଦିଏ, ତାଙ୍କ ସମାଜ ଖଣ୍ଡରେ ଯୋଉମାନେ କଳାକାର ରହିଲେ ସେମାନେ ମାମୁଁ କି ବାପ କି ଭାଇ ହେବେ। ତେଣୁକରି ସେମାନେ ସେ ବୁଝନ୍ତି ବୋଲି ମତେ ସେସବୁ ଜିନିଷରୁ ବୁଝିବା ପାଇଁ କିଛି ପଡେ ନାହିଁ। ଯେହେତୁ ମାମୁଁଙ୍କ ସାଙ୍ଗସାଥି ପ୍ରିୟତା, ମାମୁଁକୁ ଯେତିକି ମୁଁ ସମ୍ମାନ ଦିଏ, ତାଙ୍କ ସାଙ୍ଗସାଥି ତାଙ୍କ ପିଢିରେ ଯୋଉ କଳାକାର ଅଛି ତାଙ୍କୁ ସେତିକି ସମ୍ମାନ ଦିଏ। ଆଜିକା ଡେଟରେ ସେମାନେ ବୁଝୁଛନ୍ତି ବୋଲି ଆମେ ଛୁଆମାନେ ବସିଛୁ। ଜୟ ଜଗନ୍ନାଥ।